ଥରେ ଏକ ଘନ ଜଙ୍ଗଲରେ ଏକ ଚତୁର କାଉ ଏବଂ ଏକ ବୁଦ୍ଧିମାନ ପେଚା ରହୁଥିଲେ। ଅନ୍ୟ ପଶୁମାନେ ଉଭୟଙ୍କୁ ସମ୍ମାନ କରୁଥିଲେ, କାଉ ତାର ତୀକ୍ଷ୍ଣ ମନ ଏବଂ ଦ୍ରୁତ ଚାଲ ପାଇଁ, ଏବଂ ପେଚା ତାର ଜ୍ଞାନ ଏବଂ ଶାନ୍ତ ସ୍ୱଭାବ ପାଇଁ। ଗୋଟିଏ ଗ୍ରୀଷ୍ମ ଋତୁରେ ଜଙ୍ଗଲ ଏକ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେଲା। ନଦୀ ଶୁଖିଗଲା, ଗଛ ଶୁଖିଗଲା ଏବଂ ପଶୁମାନେ ପାଣି ଖୋଜିବା ପାଇଁ ସଂଘର୍ଷ କଲେ। କାଉ ସର୍ବଦା ସମ୍ବଳବାନ ପାଣି ଖୋଜିବା ପାଇଁ ଦୂର ଦୂରାନ୍ତରକୁ ଉଡ଼ିଗଲା। ଗୋଟିଏ ଦିନ ସେ ତଳେ ଅଳ୍ପ ପାଣି ଥିବା ଏକ ପାତ୍ର ଦେଖିଲା। ଚତୁରତାର ସହିତ ସେ ପାଣି ବଢ଼ିବା ପର୍ଯ୍ୟନ୍ତ ଭିତରେ ପଥର ପକାଇଲା ଏବଂ ସେ ତାର ତୁଷ ମେଣ୍ଟାଇଲା। କିନ୍ତୁ ସେ ଭାବିଲା, ଏହା କେବଳ ମୋ ପାଇଁ ଯଥେଷ୍ଟ, ସମସ୍ତଙ୍କ ପାଇଁ ନୁହେଁ। ଏହି ସମୟରେ ପେଚା ଏକ ବଟଗଛ ତଳେ ନୀରବରେ ବସି ଦୁଃଖୀ ପ୍ରାଣୀମାନଙ୍କୁ ଦେଖୁଥିଲା। କାଉ ଫେରି ଆସିବା ପରେ ପେଚା ପରାମର୍ଶ ଦେଲା, କେବଳ ନିଜ ପାଇଁ ପାଣି ଖୋଜିବା ପରିବର୍ତ୍ତେ ଆସନ୍ତୁ ଆମେ ସମସ୍ତ ପ୍ରାଣୀଙ୍କୁ ପାହାଡ଼ ନିକଟବର୍ତ୍ତୀ ପୁରୁଣା ଗୁମ୍ଫାକୁ ନେଇଯିବା। ଗଭୀର ଭିତରେ ଏକ ଲୁଚି ରହିଥିବା ଝରଣା ଅଛି ଯାହା କେବେ ଶୁଖିବ ନାହିଁ। କାଉ ରାଜି ହେଲା ଏବଂ ସେମାନେ ଏକାଠି ପ୍ରାଣୀଙ୍କୁ ମାର୍ଗଦର୍ଶନ କଲେ। ସମସ୍ତେ ଖୁସିରେ ପିଇଲେ, ସେମାନଙ୍କ ଜୀବନ ବଞ୍ଚିଗଲା। ସେହି ଦିନଠାରୁ ବନ୍ୟ ପ୍ରାଣୀମାନେ ଅନୁଭବ କଲେ, କାଉର ଚତୁରତା ଏବଂ ପେଚାର ଜ୍ଞାନ ଯେତେବେଳେ ମିଳିତ ହୁଏ, ଯେକୌଣସି ଆହ୍ୱାନକୁ ପରାସ୍ତ କରିପାରିବ। ନୀତି, ବୁଦ୍ଧିମତ୍ତା ଏବଂ ଜ୍ଞାନ ମିଳିତ ଭାବରେ ସବୁଠାରୁ ବଡ଼ ଶକ୍ତି ସୃଷ୍ଟି କରେ।